my dear students, welcome to my tutorial. ପିଲାମାନେ ଏବେ ଆମେ ପଢିବା ଅଷ୍ଟମ ଶ୍ରେଣୀ ପିଲାଙ୍କର ବିଜ୍ଞାନର ପ୍ରଥମ ଅଧ୍ୟାୟ ଯୋଉଟା କି ଶସ୍ୟ ଉତ୍ପାଦନ ଓ ପରିଚାଳନା and ଇଂଲିଶଟା ହଉଛି କ'ଣ ତାର ନା କ୍ରୋପ ପ୍ରଡକ୍ସନ୍ସ ଆଣ୍ଡ ଏଜି ମ୍ୟାନେଜମେଣ୍ଟ ହେଲା। ହେଲେ ପିଲାମାନେ ପ୍ରଡକ୍ସନ ଆଉ ୟାର ମ୍ୟାନେଜମେଣ୍ଟ କେମିତି ହେଉଛି ବା ଶସ୍ୟ ଆମେ ଉତ୍ପାଦନ ଶସ୍ୟ ଜାଣିଛ କ'ଣ ଶସ୍ୟ ତାର ଉତ୍ପାଦନ କିଭଳି ହେଉଛି ଏବଂ ତାର ପରିଚାଳନା ବା କିପରି ମ୍ୟାନେଜମେଣ୍ଟ ହେଉଛି ସେଇଟା ଆମେ ଆଜି ପଢିବା ହେଲା। ମନ ଦେଇକି ଦେଖ ଅଷ୍ଟମ ପିଲାଙ୍କ ପାଇଁ ବହୁତ କଷ୍ଟରେ କ୍ଲାସ୍ କରାଯାଉଛି। ତୁମେମାନେ ମନ ଦେଇକି ଶୁଣିବ ଏବଂ ଗୋଟିଏ ଆଡ଼ୁ ଦେଖିବ ଯଦି ନ ବୁଝିପାରିବ ମୋତେ କମେଣ୍ଟ ମାଧ୍ୟମରେ କହିବ ମୁଁ ନେକ୍ସଟ କ୍ଲାସରେ ଯଦି ପୁଣି ଆଉଥରେ ସେଟାକୁ ବୁଝିବାକୁ ଚେଷ୍ଟା କରିବି ହେଲା। ଦେଖ ଫାଷ୍ଟ କ'ଣ ଅଛି ଦେଖ ପିଲାମାନେ ତୁମେ ଖୁର୍ପି ଦା କୋଦାଳ ଲଙ୍ଗଳ ଇତ୍ୟାଦି କୃଷି ଯନ୍ତ୍ରପାତି ଦେଖିଥିବ। ତାହେଲେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଯେଉଁ ଯନ୍ତ୍ରପାତି ସବୁ କୃଷି କାର୍ଯ୍ୟରେ ବ୍ୟବହାର ହୁଏ ତାକୁ ଆମେ କୃଷି ଯନ୍ତ୍ରପାତି କହିବା ହେଲା। ଯେମିତି ଖୁର୍ପି ଦେଖିଛ, ଦା ଦେଖିଛ ଯେଉଁ ଧାନ କଟାଯାଏ, କୋଦାଳ ଯେଉଁ ଆମର ମାଟି ହଣାଯାଏ ସେଇଟା, ଲଙ୍ଗଳ ଯେଉଁ ଆମର ହଳ କରାଯାଏ ବିଲ। ବର୍ତ୍ତମାନ ଦେଖ ଆଚ୍ଛା କହିଲେ ଦେଖି ଏହି ଯନ୍ତ୍ର ଗୁଡ଼ିକ କେଉଁଠାରେ ଓ କିପରି ବ୍ୟବହାର କରାଯାଉଛି? ଜାଣିଥିବ ଚାଷ ଜମିରେ ସବୁ ବ୍ୟବହାର କରାଯାଇଥାଏ। ତୁମେ ଜାଣିଛ ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ଖାଦ୍ୟ ଦରକାର। ହେଲେ ଆମେ ଯେମିତି ଗୋଟେ ଜୀବ ଆମେ ବଞ୍ଚିବା ପାଇଁ କ'ଣ ଆବଶ୍ୟକ ହେଉଛି ନା ଆମ ପାଇଁ ଖାଦ୍ୟ ଦରକାର ହେଉଛି। ସେଇଭଳିଆ ଉଦ୍ଭିଦ ମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି। ଉଦ୍ଭିଦ ମାନେ କିଏ ନା ଗଛପତ୍ର, ସେମାନେ ସବୁ କ'ଣ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାନ୍ତି। ସେମାନେ କ'ଣ କାହାଠାରୁ ନା ସୂର୍ଯ୍ୟଙ୍କ ଠାରୁ ଆଲୋକ ଗ୍ରହଣ କରି ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ ହେଲା। ମଣିଷ ସମେତ ପ୍ରାଣୀକୁଳ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରେ ନାହିଁ। ଯେଭଳିଆ ପ୍ରାଣୀ ହେଉଛନ୍ତି ମନୁଷ୍ୟ, ଯେମିତି ଗୋଟେ ପ୍ରାଣୀ ସିଏ କ'ଣ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରେ? ସେ ଅନ୍ୟ ଉପରେ ନିର୍ଭର କରେ। ଯେମିତିକି ଆମେ ଚାଷ ଜମି ଉପରେ ନିର୍ଭର କରୁଛୁ, ଚାଷ ଜମିରେ ଫଳ ହେଲେ ଆମେ ଯଦି ତାକୁ ଖାଉଛି ବା ତାକୁ ଧାନ ହେଲେ ଧାନରୁ ରାଇସ୍ ବା ଆମର ଚାଉଳ କରିକି ତାକୁ ଖାଉଛେ ଆମେ, କିନ୍ତୁ ସେଇଟା କ'ଣ ଡାଇରେକ୍ଟ ଆମେ ଖାଇପାରିଲିନି, ଆମେ ନିର୍ଭର କଲି କାହା ଉପରେ ନା ଉଦ୍ଭିଦ ଉପରେ। ସେଇଭଳିଆ କ'ଣ ପ୍ରାଣୀ ମାନେ କ'ଣ କରନ୍ତି ନା ମଣିଷ ଯେମିତି ଗୋଟେ ପ୍ରାଣୀ ସେମିତି ବିଭିନ୍ନ ପ୍ରକାର ପ୍ରାଣୀ କ'ଣ ଅନ୍ୟ ଉଦ୍ଭିଦ ଉପରେ ନିର୍ଭର କରି ସେ ବସବାସ କରନ୍ତି। ତେବେ କୁହ ତ ଦେଖି ପ୍ରାଣୀମାନେ କେଉଁଠାରୁ ସେମାନଙ୍କର ଖାଦ୍ୟ ପାଇଥାନ୍ତି? ହେଲେ ପ୍ରାଣୀମାନେ କେଉଁଠାରୁ ସେମାନେ ଖାଦ୍ୟ ପାଇଥାନ୍ତି ସେମାନେ ଆମେ ସେଇ ବିଷୟରେ କହିବା ହେଲା। ପ୍ରଥମେ ଆମେ ଜାଣିବା କଥା ଆମ୍ଭେମାନେ କାହିଁକି ଖାଦ୍ୟ ଖାଉ। ଆମ୍ଭେମାନେ କାହିଁକି ଖାଦ୍ୟ ଖାଉ ସେଇଟା ଆମେ ଆଗେ ଜାଣିବା। ଆମେ ସମସ୍ତେ ଜାଣିଛେ ଖାଦ୍ୟରୁ ଶକ୍ତି ମିଳେ। ଆମେ ଜାଣିଛୁ ବିଭିନ୍ନ ପ୍ରକାର ମାତ୍ରା ଆମେ ଜାଣିଛେ ଯେ କ'ଣ ପିଲାମାନେ ବି ଜାଣିଛନ୍ତି ଖାଦ୍ୟରୁ କ'ଣ ମିଳେ ନା ଶକ୍ତି ମିଳେ। ଯଦି ମୁଁ ଖାଦ୍ୟ 2-3 ଘଣ୍ଟା ଖାଇବିନି ତାହେଲେ ମୁଁ ଶକ୍ତିହୀନ ହେଇଯିବି। ଯେମିତିକି ମୋର କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବନି, ଖାଲି ମୋତେ ଭୋକ ହେବ, ଯାହା ମୋତେ ଶରୀର ମାନ୍ଦା ମାନ୍ଦା ଲାଗିବ, ବୁଝିବ ନାହିଁ। ଏହି ଶକ୍ତିରୁ ବିଭିନ୍ନ ଶରୀରକୁ କ୍ରିୟା ପାଇଁ ଜୀବ ଉପଯୋଗ କରେ। ଏହି କାର୍ଯ୍ୟ ଗୁଡ଼ିକ ହେଉଛି ପରିପାକ, ଶୋଷଣ ଓ ରେଚନ। ପିଲାମାନେ ପରିପାକ ହେଉଛି କ'ଣ ଯେଉଁ ଖାଦ୍ୟଟା ମୁଁ ଖାଇବି ହେଲା, ଆଉ ଶୋଷଣ ହେଉଛି କ'ଣ ନା ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେବି, ଆଉ ରେଚନ ହେଉଛି କ'ଣ ସେ ଯେଉଁ ହଜମ ପ୍ରକ୍ରିୟାଟା ହେବ ତାକୁ ଆମେ ରେଚନ କହୁଛି। ଆମ ଉଦ୍ଭିଦ ଠାରୁ ପ୍ରାଣୀ ଠାରୁ କିମ୍ବା ଉଭୟଙ୍କ ଠାରୁ ଖାଦ୍ୟ ପାଇଥାଉ। ତାହେଲେ ପିଲାମାନେ ଆମେ ଉଦ୍ଭିଦ ଠାରୁ ଖାଦ୍ୟ ପାଇଥାଉ ଏବଂ ପ୍ରାଣୀମାନଙ୍କ ଠାରୁ ବି ଖାଦ୍ୟ ପାଇଥାଉ। କେମିତି ଦେଖ ନା ଯଦି ଆମେ ଉଦ୍ଭିଦ ଠାରୁ ମନେକର ଧାନ ଚାଷ କଲି ହେଲା, ଧାନ ହେଉଛି ଗୋଟେ କ'ଣ ଗଛ, ସିଏ ଗୋଟେ ଉଦ୍ଭିଦ। ତାପରେ ଆମେ ନିର୍ଭର କଲି କ'ଣ ନା ତାଠାରୁ ଧାନ ଆସିଲେ ଆମେ କ'ଣ ଚାଉଳ ଖାଇବା, ଚାଉଳକୁ ଆମେ ଭାତ କରି ଖାଇବା। କିନ୍ତୁ ପ୍ରାଣୀ କ'ଣ ନା ଗୋଟେ ଗାଈ ମନେକର କ୍ଷୀର ଦେଲା, ତା କ୍ଷୀରକୁ ଆମେ ଖାଇଲି, ତାପରେ ନିର୍ଭର କଲି। କିମ୍ବା କୁକୁଡ଼ାକୁ ଆମେ କାଟିକି ଡାଇରେକ୍ଟ ଚିକେନ କରି ଖାଇଲି, ସେଇଟା କାହା ଉପରେ ନିର୍ଭର କଲି ନା ପ୍ରାଣୀ ଉପରେ ନିର୍ଭର କଲି। ଆଉ ଯେଉଁ ଭାତ ଖାଇବା ପାଇଁ କାହା ଉପରେ ନିର୍ଭର କଲି ନା ଉଦ୍ଭିଦ ଉପରେ। ତାହେଲେ ମନୁଷ୍ୟ କ'ଣ କରେ ନା ବା ପ୍ରାଣୀ ଉଭୟଙ୍କ ଠାରୁ ମନୁଷ୍ୟ କ'ଣ କରେ ନା ପ୍ରାଣୀ ଓ ଉଦ୍ଭିଦଙ୍କ ଠାରେ ନିର୍ଭର କରିଥାଏ, ବୁଝିପାରୁଛ ନା। ଯେହେତୁ ଆମେ ସମସ୍ତେ ଖାଦ୍ୟ ଦରକାର କରୁ, ଆମ୍ଭେମାନେ କିପରି ଆମ ଦେଶରେ ଥିବା ଏତେ ସଂଖ୍ୟକ ଲୋକମାନଙ୍କୁ ଖାଦ୍ୟ ଯୋଗାଇଥାଉ, ବୁଝିପାରୁଛ ନା। ଖାଦ୍ୟ ବହୁ ପରିମାଣରେ ଉତ୍ପାଦନ ହେବା ଆବଶ୍ୟକ। ଠିକ ଅଛି, କ'ଣ ଖାଦ୍ୟ ବହୁ ପରିମାଣରେ ଉତ୍ପାଦନ ହେବା ଆବଶ୍ୟକ। ଏହି ବିରାଟ ଜନସମସ୍ୟାକୁ ଖାଦ୍ୟ ଯୋଗାଇବାକୁ ହେଲେ ନିୟମିତ ଉତ୍ପାଦନ, ଠିକ୍ ପରିଚାଳନା, ସୁଷମ ବଣ୍ଟନ ଏକାନ୍ତ ଆବଶ୍ୟକ। ତାହେଲେ ପିଲାମାନେ ଦେଖ ମନେକର ଆମ ଓଡ଼ିଶାରେ ଅଧିକ ଧାନ ମନେକର ହେଉଛି ହେଲା। ତାହେଲେ ବର୍ତ୍ତମାନ ଧାନ ଏଠି ହେଉଛି କିନ୍ତୁ ଏଠି ଗହମର ଅଧିକ ହେଉନି। ତାହେଲେ ଆମେ କ'ଣ କରିବା ନା ଧାନର ପରିମାଣ ଯଦି ଏଠି ଅଧିକ ହେଉଛି ତାହେଲେ ଆମକୁ ଆଉ କେଉଁ ଷ୍ଟେଟ୍କୁ ପଠାଇବା, ଆଉ କେଉଁ ରାଜ୍ୟକୁ ଆମେ ପଠାଇବା। ଆଉ ସେଠା ରାଜ୍ୟରୁ କ'ଣ କରିବା ନା ଯେଉଁଠି ଗହମ ଅଧିକ ହେଉଥିବ କି ମକା ଅଧିକ ହେଉଥିବ ସେଠୁ ଆମେ ଆମଦାନୀ କରିବା। ସେଇଭଳିଆ ଆମେ ପରିଚାଳନା ବା ସୁଷମ ବଣ୍ଟନ ଏକାନ୍ତ ଜରୁରୀ ଆବଶ୍ୟକ। ହେଲେ ବଣ୍ଟାବଣ୍ଟି ହେଇକରିବା ଆବଶ୍ୟକ। ତାହେଲେ ଆକୁ ଆମେ କ'ଣ କଲି ନା ପରିଚାଳନା କରିବି ହେଲା। ତାହେଲେ ଉତ୍ପାଦନ କଲି, ତାପରେ ତାକୁ ପରିଚାଳନା କଲି। ତାପରେ ଦେଖିବା କୃଷି ପ୍ରଣାଳୀ। ତାହେଲେ ଏଇ ଯେଉଁ କୃଷିଟା ହେଉଛି କିପରି ହେଉଛି ବା ତା ପ୍ରଣାଳୀ ସବୁ କ'ଣ।
ଖ୍ରୀଷ୍ଟପୂର୍ବ 10,000 ଖ୍ରୀଷ୍ଟପୂର୍ବ ମାନେ ଗୋଟେ ଖ୍ରୀଷ୍ଟପୂର୍ବ 10,000 ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ। ପିଲାମାନେ ଯାଯାବର କଣ ନା ଭାଗବାନ, ଯେମିତିକି ଆମର କଣ ଲୋକମାନେ ମନ ଇଚ୍ଛା ବାସ କରୁଥିଲେ, ଏଠି ଯାଇ ବାସ କରୁଥିଲେ, ସେଠି ଗଛ ମୂଳେ ବାସ କରୁଥିଲେ, ଏପଟେ ସେପଟେ ଜଙ୍ଗଲରେ ବୁଲୁଥିଲେ, ବିଭିନ୍ନ ପ୍ରକାର ମାନେ ଠିକ ନଥିଲା କୋଉଠି ସେ ରହୁଥିଲେ, ଯୋଉଠି ପାଉଥିଲେ ସେଠି ରହୁଥିଲେ, ନିଜର ସ୍ୱତନ୍ତ୍ର ଘର ନଥିଲା ହେଲା, ବା କୌଣସି ରୁମ୍ ବି ନଥିଲା ସେ ରହିବା ପାଇଁ, ଜୀବନ ଯାପନ କରୁଥିଲେ। ସେମାନେ ବିଭିନ୍ନ ଗୋଷ୍ଠୀରେ ରହି ଖାଦ୍ୟ ଅନ୍ୱେଷଣ ପାଇଁ ଏଣେ ତେଣେ ଘୁରି ବୁଲୁଥିଲେ ହେଲା। ହେଲେ ସେମାନେ କଣ କରୁଥିଲେ ନା ଖାଦ୍ୟ ପାଇଁ ବିଭିନ୍ନ ଗୋଷ୍ଠୀ ରହନ୍ତି ବା ଏକାଠି ହେଇକି ସବୁ ଯାଆନ୍ତି, ଯୁଆଡେ ଯାଆନ୍ତି ଏକାଠି ହେଇ ଯାଆନ୍ତି, ସେଠି ଖାଦ୍ୟ ସବୁ ଘୁରି ବୁଲନ୍ତି ଖାଦ୍ୟ ପାଇଁ ହେଲା। ସେମାନେ କଞ୍ଚା ଫଳ ଓ ପନିପରିବା ଖାଉଥିଲେ। କଣ ଖାଉଥିଲେ? କଞ୍ଚା ଫଳ ଓ ପନିପରିବା, ଯେମିତିକି କଞ୍ଚା ବିଭିନ୍ନ ପ୍ରକାର ଜିନିଷ ଆମେ ସିଝେଇ ଖାଉଛି, ସେ ଡାଇରେକ୍ଟ ସେମାନେ କଞ୍ଚା ଖାଉଥିଲେ ହେଲା। ଖାଦ୍ୟ ପାଇଁ ପ୍ରାଣୀ ଶିକାର କରୁଥିଲେ। ଖାଦ୍ୟ ପାଇଁ କଣ ନା ପ୍ରାଣୀ ମାନଙ୍କୁ ସେ ଶିକାର କରୁଥିଲେ, ଯେମିତିକି ପ୍ରାଣୀ ମାନେ କଣ, ଯେମିତି ହରିଣ, ବିଭିନ୍ନ ପ୍ରକାର ପ୍ରାଣୀ ଯୋଉଟାକୁ ମନୁଷ୍ୟ ଖାଉଥିଲା ତାକୁ ସେ ଶିକାର କରୁଥିଲେ ହେଲା ଖାଇବା ପାଇଁ। ଦେନ୍ ଦେଖ ତାପରେ କଣ ଅଛି ଦେଖ, ପରେ ସେମାନେ ଜମି ଚାଷ କଲେ। ତାହେଲେ ମନୁଷ୍ୟ ଯେତେବେଳେ ଯାଯାବର ଯାପନ କରୁଥିଲେ ସେତେବେଳେ କଣ ନା କଞ୍ଚା ଜିନିଷ ରହୁଥିଲା, କିନ୍ତୁ ସେମାନେ ଆସ୍ତେ ଆସ୍ତେ କଣ କଲେ ନା ସେମାନେ ନିଜ ଜମି ଚାଷ କଲେ। ନିଜ ଜମି ତ ନଥିଲା, ସେ ଯୋଉଠି ପାଉଥିଲେ ସେଠି ଚାଷ କରିଲେ। ଧାନ, ଗହମ, ଅନ୍ୟାନ୍ୟ ଶସ୍ୟ ଜାତୀୟ ପଦାର୍ଥ ଉତ୍ପାଦନ କଲେ। ତାହେଲେ ବର୍ତ୍ତମାନ ନିଜ ନିଜ ଜମି ବି ପାଇଗଲେ ଏବଂ ଶସ୍ୟ ଉତ୍ପାଦନ ମଧ୍ୟ କଲେ। ଏହିପରି କୃଷିର ଆରମ୍ଭ ହେଲା। ତାହେଲେ ଏଇ ସବୁ କଣ ନା ଆଗରୁ ଯେତେବେଳେ ମନୁଷ୍ୟ ଜୀବନ ଯାପନ କରୁଥିଲା ଯାଯାବର ଭଳିଆ, ସେତେବେଳେ କୌଣସି ଚାଷ ଜମି ନଥିଲା, କିନ୍ତୁ କିଛି ଟିକେ ଆଧୁନିକ ହେଲା ପରେ ସେ କଣ କଲା ନା ପ୍ରଥମେ ନିଜ ଧାନ, ଗହମ, ଅନ୍ୟାନ୍ୟ ଶସ୍ୟ ଜାତୀୟ ପଦାର୍ଥ ସେ ନିଜ ଜମିରେ ସେ କଲା। ତାହେଲେ ସେଇ ଯୋଉ କରିବା ପ୍ରକ୍ରିୟାକୁ ଆମେ କଣ କଲି ନା ଆମେ କୃଷି ବୋଲି କହିଲେ। ବୁଝିପାରିଲେ? କୌଣସି ପ୍ରକାରର ଗୋଟିଏ ଉଦ୍ଭିଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ରାରେ ଚାଷ କରିବାକୁ ଫସଲ କୁହାଯାଏ। ହେଲେ କୌଣସି ପ୍ରକାର ଗୋଟିଏ ଉଦ୍ଭିଦ ମାନେ କଣ, ଧାନ ଗୋଟେ ଉଦ୍ଭିଦ, ଧାନକୁ ଆମେ ଗୋଟିଏରୁ ଅଧିକ, ଆଉ କଣ ଗୋଟିଏ ଧାନ ବର୍ଷ ଆମେ କରୁଛୁ କି, କେତେ ଗୁଡିଏ କରୁଛି, ତାହେଲେ ସେଇ ଯୋଉ ଉତ୍ପାଦନକୁ ଆମେ କଣ କହିଲେ ନା ଫସଲ କହିଲେ। ଏବେ ବୁଝିପାରିଲେ? ଫସଲ କାହାକୁ କୁହାଯାଏ ନା, ଏଇଟା ମନେ ରଖ, ଫସଲ କାହାକୁ କୁହାଯାଏ। ଦେଖ ପଏଣ୍ଟ ଆଉଟ୍ କରୁଛି, ଦେଖ ନା କୌଣସି ପ୍ରକାରର ଗୋଟିଏ ଉଦ୍ଭିଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ରାରେ ଚାଷ କରିବାକୁ ଆମେ କଣ କହିଲେ ନା ଫସଲ କୁହାଯାଏ। ହେଲେ ଫସଲ କାହାକୁ କୁହାଯାଏ ନା, କୌଣସି ସ୍ଥାନରେ ଗୋଟିଏ ଉଦ୍ଭିଦ ଯଦି ଏକରୁ ଅଧିକ ବା ଉଦ୍ଭିଦ ଅଧିକ ମାତ୍ରାରେ ଚାଷ କରିବାକୁ ଆମେ କଣ କହିଲେ ନା ଫସଲ ବୋଲି କହିଲେ। ଉଦାହରଣ ସ୍ୱରୂପ କଣ ନା ଗହମ ଫସଲ ହେଲା, ଗହମ ଫସଲ, ଧାନ ଫସଲ, ମକା ଫସଲ, ଏଇ ସବୁ କଣ ନା ଏଇ ଗୋଟିଏ ଜମିରେ ସମ୍ପୂର୍ଣ୍ଣ ଭାବରେ ଗହମ ଉତ୍ପାଦନ ବୁଝାଇଥାଏ ହେଲା। ଗହମ ଚାଷ ମାନେ କଣ ନା ଗୋଟେ ଜମିରେ ଟୋଟାଲ ସବୁଆଡେ ଗହମ ଚାଷ ହେଉଛି। ସେମିତି ଧାନ ଫସଲ କହିଲେ କଣ ହଉଛ ନା ସବୁଆଡେ ଧାନ ଫସଲ ହଉଛି ହେଲା, ତାକୁ ଆମେ କଣ କହିଲି ନା ଫସଲ ହେଲା। ତାପରେ ଦେଖିବା, ତୁମେ ଜାଣ ଫସଲ ଗୁଡିକ ବିଭିନ୍ନ ପ୍ରକାରର, ଯଥା ଖାଦ୍ୟ ଶସ୍ୟ, ପନିପରିବା ଏବଂ ଫଳ। ପିଲାମାନେ ଖାଦ୍ୟ ଶସ୍ୟ ମାନେ କଣ, ଯେମିତି ଧାନ, ଗହମ, ଡାଲି, ବିଭିନ୍ନ ପ୍ରକାର। ଆଉ ଇଏ ହଉଛି ଖାଦ୍ୟ ଶସ୍ୟ, ଯେମିତି ଡାଲି ଜାତୀୟ ଶସ୍ୟ ସେଇଭଳିଆ ଖାଦ୍ୟ ଶସ୍ୟ। ପନିପରିବା କଣ, ଯେମିତି ଆମର ବାଇଗଣ, କଖାରୁ, ପୋଟଳ, କଲରା, ଏ ସବୁ କଣ ଗୋଟେ ଗୋଟେ ପନିପରିବା। ଆଉ ଫଳ ହଉଛି କଣ, ମନେକର କଦଳୀ ଗୋଟେ ଫଳ, ଆଉ ସେଓ, ଅଙ୍ଗୁର, ଡାଳିମ୍ବ, ଏ ସବୁ ଗୋଟେ ଗୋଟେ ଫଳ। ଇଏ ହଉଛି କଣ ଫଳ ଚାଷ। ଉତ୍ପାଦନ ପାଇଁ ଯେଉଁ ଋତୁରେ ହୋଇଥାଏ ସେ ଅନୁସାରେ ସେଗୁଡିକ ବିଭିନ୍ନ ଶ୍ରେଣୀରେ ଭାଗ କରାଯାଏ। ହେଲେ ପିଲାମାନେ ଦେଖ, ଆମ ସବୁ ଋତୁରେ ସବୁ ଫସଲ ହୁଏ ନାହିଁ, ବୁଝିପାରୁଛ ନାଇଁ, ସବୁ ଋତୁରେ ସବୁ ଫସଲ ହୁଏ ନାହିଁ। ସେଥିପାଇଁ କଣ ବିଭିନ୍ନ ଋତୁରେ ଯୋଉ ଫସଲ ହଉଛି ସେଇ ହିସାବରେ ଆମେ ତାକୁ ପ୍ରୟୋଗ କରାଯାଇଛି। ଦେଖିବା କଣ ନା, ଭାରତ ଏକ ବୃହତ କୃଷି ପ୍ରଧାନ ଦେଶ। ତାହେଲେ ସବୁଠାରୁ ବୃହତ କୃଷି ପ୍ରଧାନ ଦେଶ କାହାକୁ କୁହାଯାଏ ନା ଭାରତକୁ। ଏହାର ଜଳବାୟୁର ଅବସ୍ଥା ଯଥା ତାପମାତ୍ରା, ଆର୍ଦ୍ରତା ଏବଂ ବୃଷ୍ଟିପାତ ଆଞ୍ଚଳିକ ଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ। ବିଭିନ୍ନ ପ୍ରକାର କଣ ଅଛି ନା, ଭାରତର ଏକ ବୃହତ କୃଷି ପ୍ରଧାନ ଦେଶ। ଏହାର ଜଳବାୟୁ ଅବସ୍ଥା ଯେମିତି ତାପମାତ୍ରା, ଆର୍ଦ୍ରତା ଏବଂ ବୃଷ୍ଟିପାତ ଅଞ୍ଚଳରେ ଭିନ୍ନ ଭିନ୍ନ ହୋଇଥାଏ। ତାହେଲେ ସବୁଠୁ କୃଷି ପ୍ରଧାନ ଯୋଗ୍ୟ ହୋଇଥିବାରୁ ଭାରତ ବହୁତ ବଡ ଦେଶ। ସେଥିପାଇଁ ୟାଙ୍କର ନା ତାପମାତ୍ରା, ଆର୍ଦ୍ରତା ଆଉ ବୃଷ୍ଟିପାତ ସବୁଠି ଅଲଗା ଅଲଗା ଥାଏ। ସେଇ ହିସାବରେ ସେ ଯେମିତି ଅଲଗା ଅଲଗା ରହୁଛି ସେଇ ହିସାବରେ ଚାଷ ମଧ୍ୟ କରାଯାଇଥାଏ। ତାପରେ ଏହି ଅନୁସାରେ କଣ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ଦେଶରେ ଭିନ୍ନ ଭିନ୍ନ ଅଞ୍ଚଳ ହୋଇଥାଏ। ତାହେଲେ ମନେକର ଏ ଅଞ୍ଚଳରେ ଧାନ ହେଲା ତ ଅନ୍ୟ ଅଞ୍ଚଳରେ କଣ ହଉଥିବ ନା ଗହମ ହଉଥିବ, ଆଉ ଗୋଟେ ଅଞ୍ଚଳରେ ମକା ହଉଛି ତ ଆଉ ଗୋଟେ ଅଞ୍ଚଳରେ ଆଉ ଅଲଗା କଣ ହଉଥିବ। ଏହି ବିବିଧତା ସତ୍ତ୍ୱେ ଦୁଇଟି ଉନ୍ନତି କିସମର କୃଷି ପ୍ରଣାଳୀ ଚିହ୍ନଟ କରାଯାଇଛି। ତାହେଲେ ଏତେ ସବୁ ବିଭିନ୍ନତା ମତରେ କଣ ହେଲା, ତାହେଲେ ଆମେ କୃଷି ପ୍ରଣାଳୀ କି ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ତାହେଲେ କଣ କଣ ଦେଖିବା, ବୁଝିପାରିଲେ ନାଇଁ। ତାହେଲେ ଭାରତ ଗୋଟେ ବୃହତ କାଳୀନ ଦେଶ, କିନ୍ତୁ ସେଇ ଭିତରେ କଣ ନା କୃଷି ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଛି। ସେ କଣ କଣ ଦେଖ, ଗୋଟେ ହଉଛି କଣ ଖରିଫ ଫସଲ, ଆଉ ଗୋଟେ ହଉଛି କଣ ନା ରବି ଫସଲ।
ତାହେଲେ ଗୋଟେ ହଉଛି ଖରିଫ ଫସଲ ଆଉ ଗୋଟେ ହଉଛି ରବି ଫସଲ। ପିଲାମାନେ ଦେଖ ଖରିଫ ଫସଲ ମନେ ରଖ। ବର୍ଷା ଦିନେ ଚାଷ କରାଯାଉଥିବା ଫସଲକୁ ଖରିଫ ଫସଲ କୁହାଯାଏ। ତାହେଲେ କୋଉ ଦିନେ ଚାଷ କରାଯାଉଛି ନା ଏଇଟା ବର୍ଷା ଦିନେ। ତାହେଲେ ବର୍ଷା ଦିନେ ମାନେ କଣ? ଖରିଫ ଫସଲ ହେଲା। ଚାଷ ହେଉଥିବା ଫସଲକୁ ଆମେ ଖରିଫ ଫସଲ କହିବା। ଭାରତରେ ବର୍ଷା ଋତୁରେ ସାଧାରଣତଃ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ। ତାହେଲେ କୋଉଠି ଭାରତରେ ଜୁନରୁ ସେପ୍ଟେମ୍ବର, ଜୁନ ମାସରୁ ସେପ୍ଟେମ୍ବର ମାସରେ କଣ ହୁଏ ନା ବର୍ଷା ହୁଏ। ତାହେଲେ ସେଇଥିରେ କଣ କଣ ହୁଏ ନା ଧାନ ଚାଷ ହୁଏ, ମକା ଚାଷ ହୁଏ, ସୋୟାବିନ, ଚିନାବାଦାମ, କପା ଓ ଏହି ଖରିଫ ଫସଲର ଅନ୍ତର୍ଭୁକ୍ତ। ତାହେଲେ ଅନ୍ତର୍ଭୁକ୍ତ ପଚାରିବ ଖରିଫ ଫସଲ ରବି ଫସଲ ଭିତରେ କଣ ଡିଫରେନ୍ସ କଣ? ନା କହିବ ଯେଉଁ ଫସଲ ବର୍ଷା ଦିନ ହୋଇଥାଏ ତାକୁ ଆମେ ଖରିଫ ଫସଲ କହିବା। ମନେ ରଖିଥିବ ସେଇଟା କୋଉଠୁ ଆରମ୍ଭ ହୁଏ ନା ଜୁନରୁ ଆରମ୍ଭ ହେଇକି ସେପ୍ଟେମ୍ବରରେ ଶେଷ ହବ। ବୁଝିପାରିଲ ନାଇଁ? ଜୁନରୁ ଆରମ୍ଭ ହେଇକି ସେପ୍ଟେମ୍ବର। କିନ୍ତୁ ଏଇଟା କଣ ନା ରବି ଫସଲ ତାতে ଚାଷ କଣ କଣ ହଉଛି ନା ଧାନ ଚାଷ ହଉଛି, ମକା ଚାଷ ହଉଛି, ସୋୟାବିନ ଚାଷ ହଉଛି, ଚିନାବାଦାମ, କପା, ଖରିଫ ଫସଲ ଅନ୍ତର୍ଭୁକ୍ତ ହେଲା। ରବି ଫସଲ କଣ ନା ଶୀତ ଦିନେ ହୁଏ। ଏଇଟା ବର୍ଷା ଦିନେ, ଏଇଟା ହଉଛି ଶୀତ ଦିନେ। ଦେଖ ପିଲାମାନେ ତାହେଲେ ରବି ଫସଲ କଣ କହିଲି ନା ଯେଉଁ ଫସଲ ବର୍ଷା ଦିନ ହଉଛି। ଦେଖ ବର୍ଷା ଦିନେ ଦେଖ ପୁରା ମୁଖ୍ୟ ମନେ ରଖିବ ଯେଉଁ ଫସଲ ବର୍ଷା ଦିନ ହଉଛି ଆଉ କଣ ନା ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ହେଲା। ଆଉ ଏଇଟା ହଉଛି କଣ ଶୀତ ଦିନ ହଉଛି। ବୁଝିପାରିଲ ନାଇଁ? ଆଉ କଣ ନା ଅକ୍ଟୋବର ମାସରୁ ମାର୍ଚ୍ଚ ପର୍ଯ୍ୟନ୍ତ ହେଲା। ଦେଖ ଏଇଟା ଆରମ୍ଭ ହଉଛି କେତେବେଳେ? ଦେଖୁଛନ୍ତି ଏଇଟା ଆରମ୍ଭ ହଉଛି କେତେବେଳେ ନା ଏଠି ଜୁନରେ ଆରମ୍ଭ ହଉଛି। ବୁଝିପାରିଲ ନାଇଁ? ଜୁନ ପରେ କଣ ସେପ୍ଟେମ୍ବର, ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ତାପରେ ଆସିଲା ଅକ୍ଟୋବର। ଏଠି ଅକ୍ଟୋବର ଆରମ୍ଭ ହେଲା, ଶେଷ ହେଲା କୋଉଠି ନା ମାର୍ଚ୍ଚରେ। ବୁଝିପାରିଲ ନାଇଁ? ସେପ୍ଟେମ୍ବର ଶେଷ ହେଲା, ଅକ୍ଟୋବରରେ ଆରମ୍ଭ ହେଲା। ତାହେଲେ ଏଠି ମାର୍ଚ୍ଚ, ଏଠି ଜୁନରୁ ସେପ୍ଟେମ୍ବର, ଏଠି ହଉଛି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇଥାଏ। ତାହେଲେ ଏଠି କଣ ହୁଏ ନା ଗହମ ହୁଏ, ବୁଟ ହୁଏ, ମଟର, ସୋରିଷ ଏବଂ ରାଶି ଏହି ଫସଲର ଅନ୍ତର୍ଭୁକ୍ତ। ଏତଦ ବ୍ୟତୀତ ବିଭିନ୍ନ ସ୍ଥାନରେ ଡାଲି ଜାତୀୟ ଫସଲ ଏବଂ ପନିପରିବା ମଧ୍ୟ ଗ୍ରୀଷ୍ମ ଋତୁରେ ଉତ୍ପାଦନ କରାଯାଇଥାଏ। ଏବେ ବୁଝିପାରିଲ ନା? ତାହେଲେ ଗ୍ରୀଷ୍ମ ଋତୁରେ କଣ ବିଭିନ୍ନ ପ୍ରକାର ଚାଷ ମଧ୍ୟ କରାଯାଇଥାଏ ଡାଲି ଜାତୀୟ ଫସଲ। ପଚାରିବ ଡାଲି ଜାତୀୟ ଫସଲ କେଉଁ ଋତୁରେ କରାଯାଇଥାଏ ନା ରବି ଫସଲ ହେଲା। କୋଉ ଚାଷ ଅନ୍ତର୍ଭୁକ୍ତ ରବି ଫସଲ। ତାପରେ ପଚାରିବ ଧାନ କୋଉ ଚାଷ ଅନ୍ତର୍ଭୁକ୍ତ ନା ଖରିଫ ଫସଲ। ଏବେ ବୁଝିପାରିଲ ନାଇଁ? ବର୍ତ୍ତମାନ ନେକ୍ସଟ ପେଜ ଗଲ। ପିଲାମାନେ ନିଜ ପାଖରେ ନିଜ ନିଜ ବହି ଦେଖୁଥିବା, କାରଣ ଯଦି ନ ଦେଖାଯାଉଛି କ୍ଲିୟର ସେ ତୁମେ ନିଜ ବହି ମଧ୍ୟ ଦେଖ ଏବଂ ମୋ କଥାଟାକୁ ଖାଲି ଶୁଣ ହେଲା। ନେକ୍ସଟ ପେଜକୁ ଚାଲ। ଦେଖ ପିଲାମାନେ କଣ ଅଛି ଫସଲ ଉତ୍ପାଦନ ମୌଳିକ ପ୍ରଣାଳୀ। କଣ ଦେଇଛି ନା ଫସଲ ଉତ୍ପାଦନ ମୌଳିକ ପ୍ରଣାଳୀ 1.2 ହେଲା। ସାଧାରଣତଃ ଶୀତ ଦିନେ କାହିଁକି ଧାନ ଚାଷର ଉତ୍ପାଦନ ହୁଏ ନାହିଁ? ଏଟା କୋଶ୍ଚିନ୍ ମାର୍କ ହେଲା। ଧାନ ପ୍ରଚୁର ଜଳ ଆବଶ୍ୟକ କରେ ହେଲା। ଏଣୁ ଏହାକୁ ବର୍ଷା ଦିନେ ଚାଷ କରାଯାଏ। ଶସ୍ୟ ଉତ୍ପାଦନ ପାଇଁ କୃଷିର ଏହି ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପନ୍ଥା ଅବଲମ୍ବନ କରାଯାଇଥାଏ। ଯେପରି ଜଣେ ମାଳି ବଗିଚାରେ କିମ୍ବା ତୁମ ଘରେ ଫୁଲ ବଗିଚା କରିବା ପାଇଁ କାର୍ଯ୍ୟ କରିଥାଅ, ସେହିପରି କୃଷି ପାଇଁ ବିଭିନ୍ନ କାର୍ଯ୍ୟ ଆବଶ୍ୟକ। ଏହି ପ୍ରକାରର କାର୍ଯ୍ୟକଳାପକୁ କୃଷି ପ୍ରଣାଳୀ କୁହାଯାଏ। ଦେଖ ପିଲାମାନେ ଆମର ଗୋଟେ ଜିନିଷ ଅଛି ଧାନ ଚାଷ। ଧାନ ଚାଷ କଣ ପାଇଁ ଶୀତ ଦିନ ହୁଏ ନାହିଁ? କାରଣ ଧାନ ଚାଷ ଶୀତ ଦିନ ହୁଏ ନାହିଁ ଏଥିପାଇଁ ପାଣି ସଫିସିଏଣ୍ଟ ନଥାଏ ଶୀତ ଦିନେ। ଆଉ ଯଦି ପାଣି ନଥିବ ତାହେଲେ ଧାନ ଚାଷରେ କଣ ମିନିମମ ଚାଖେଣ୍ଡେ ପାଣି ଦରକାର। ଗୋଟେ ଜମିରେ ଚାଖେଣ୍ଡେ ପାଣି ମିନିମମ ଧାନ ଚାଷ ପାଇଁ ଦରକାର। ବୁଝିପାରିଲ ନାଇଁ? ଧାନ ଯେତିକି ଥିବ ତାର 1/3 ଭାଗ ସେ ବୁଡ଼ିକି ରହିବା ଦରକାର। ସେତିକି ପାଣି ନଥାଏ ଶୀତ ଦିନେ। ସେଥିପାଇଁ କଣ ନା ଧାନ ଚାଷକୁ ଆମେ ବର୍ଷା ଦିନେ କରିଥାଉ। ବର୍ଷା ଦିନେ ସଫିସିଏଣ୍ଟ ପାଣି ଥିବ, ସେଥିପାଇଁ ଆମେ ବର୍ଷା ଦିନେ ଧାନ ଚାଷ କରିଥାଉ। ହେଲେ ପିଲାମାନେ କୃଷି ହେବା ପାଇଁ ବିଭିନ୍ନ ପ୍ରକାର ପ୍ରଣାଳୀ ଅଛି ହେଲା। କୃଷି କରିବା ପାଇଁ ଆମ ବିଭିନ୍ନ ପ୍ରକାର ପ୍ରଣାଳୀ ଅଛି। ସେଗୁଡ଼ିକ କଣ କଣ ନା ହଉଛି ମୃତ୍ତିକା ପ୍ରସ୍ତୁତ। ପ୍ରଥମେ ହଉଛି କଣ ନା ମୃତ୍ତିକାକୁ ପ୍ରସ୍ତୁତ କରିବା। ମନେକର ଗୋଟେ ଜମି ଅଛି, ସେ ଜମିରେ କଣ ହବ ନା ମୃତ୍ତିକାକୁ ଆଗେ ପ୍ରସ୍ତୁତ କରିବା। ମୃତ୍ତିକାକୁ ପ୍ରସ୍ତୁତ କଲା ପରେ କଣ ହବ ନା ପ୍ରଥମେ ମଞ୍ଜି ବୁଣିବା। ହେଲେ ହଳ ଫଳ କରିକି ରେଡି ମାନେ କରିକି କଣ କରିବ, ତାପରେ ସେଠି ମଞ୍ଜିଟାକୁ ଆସ୍ତେ ଆସ୍ତେ କରିକି ବୁଣିବ। କଣ କଲେ ନା ମଞ୍ଜିଟାକୁ ବୁଣିଲା ହେଲା। ମଞ୍ଜି ବୁଣା ହେଲା, ଧାନ ଚାଷ ହେଲା, ତାପରେ ମଞ୍ଜି ବୁଣା ହେଲା, ଆଉ ମୃତ୍ତିକାକୁ ପ୍ରସ୍ତୁତ କରାହେଲା, ତାପରେ ସେଠି ମଞ୍ଜି ବୁଣା ହେଲା। ତାପରେ କଣ କରାହବ, ସେ ମଞ୍ଜି ବୁଣିଲା ପରେ ସେ ବଢିବା ପାଇଁ ସେଠି ଖତ, ବିଭିନ୍ନ ପ୍ରକାର ଖତ ମୁଁ ଏଠି ମନେକର ପକେଇଲି ହେଲା। ଖତ ପକିଆ ହେଲା। ଦେନ୍ କଣ ହେଲା ନା ତା ଜଳସେଚନ କରାହେଲା। ବୁଝିପାରିଲେ? ତା ଦେହରେ ଜଳସେଚନ କରାହେଲା ବା ପାଣି ମଡିଆଗଲା ହେଲା। ତାପରେ ଅନାବାଦୀ ଗଛ ଦମନ। ଅନାବାଦୀ ଗଛ ମାନେ ମନେକର ଧାନ ଗଛ ଲଗେଇଛି, ତା ଦେହରେ ଯଦି ଘାସ ଗଛ ଉଠିବ ତାହେଲେ ସେ ଗଛ କଣ କରିବେ ନା ଦମନ କରିବେ, ତାକୁ ମାରିଦେବା। ନ ମାରିଲେ କାରଣ ସେ ନହେଲେ ସବୁ ସାର ଟାଣିଦେବ, ଧାନ ଗଛ ସବୁ ମରିଯିବ। ତାପରେ ଆମେ କଣ କରିବା ନା ତାକୁ କାଟିବା ବା ଅମଳ କରିବା ହେଲା। ଅମଳ କରିବା ମାନେ କଣ, ତାକୁ ଉପଯୋଗ କରି କାଟିବା ବା ତାକୁ ଯେମିତି କଟାକଟି କରିକି କେମିତି ଇଏ କରିବା ଆଉ। ତାପରେ ତା ସଂରକ୍ଷଣ ତାକୁ କିପରି ଆମେ ରଖିବା। ଯେମିତି ଧାନ ଆମେ ସବୁ ଡୋଲି ମାନଙ୍କରେ ରଖୁଛି, ବିଭିନ୍ନ ସବୁବେଳେ ଏକା ବେଳେ କଣ ଖାଇଦଉଛି ନା କଣ, ବର୍ଷ ସାରା ତ ଖାଇବା ନାହିଁ। ତାକୁ ପୁଣି ଅମଳ କରି ତାକୁ ବାଗେଇକି ଗୋଟେ ସ୍ଥାନରେ ସଂରକ୍ଷିତ କରି ରଖିବା। ବର୍ତ୍ତମାନ ଏଇ ବିଷୟରେ ଆମେ ଭଲସେ ପଢିବା ଚାଲ ହେଲା। ଫାଷ୍ଟ ଅଛି କଣ ନା ମୃତ୍ତିକା ପ୍ରସ୍ତୁତି।
ଟିକେ ଜल्दी ଜଲ୍ଦି ପଢୁଛି ପିଲାମାନେ ଦେଖ, ଯଦି ନ ବୁଝ ଯୋଉଟାକୁ ଡବଲ ବି ଦେଖିବାର କିଛି ଅସୁବିଧା ନାହିଁ। ପିଲାମାନେ ଅଛି ମୃତ୍ତିକା ପ୍ରସ୍ତୁତି। ମୃତ୍ତିକା ପ୍ରସ୍ତୁତି କଣ ନା ଶସ୍ୟ ଉତ୍ପାଦନ ପାଇଁ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି। ବୁଝିପାରିଲେ ନାହିଁ, ଶସ୍ୟ ଉତ୍ପାଦନ ପାଇଁ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି ପ୍ରାଥମିକ ସୋପାନ। ତାହେଲେ ପ୍ରଥମେ ଯେତେବେଳେ ଶସ୍ୟ ଉତ୍ପାଦନ କରିବା, ପ୍ରଥମେ ଆମର ମୃତ୍ତିକା ପ୍ରସ୍ତୁତ କରିବା ହେଉଛି ମୁଖ୍ୟ ଉତ୍ପାଦନ। ଆଉ ମୃତ୍ତିକା ପ୍ରସ୍ତୁତ ନ କରି ଯଦି ଚାଷ କରିବା ତାହେଲେ ପ୍ରଥମରୁ ମଞ୍ଜିଟା ନଷ୍ଟ ହେବ। କୃଷିର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ'ଣ ନା ମାଟିକୁ ତଳ ଉପର କରି ଏହାକୁ ଫସଫସିଆ ଏବଂ ହାଲୁକା କରିବା। ତାହେଲେ ମେନ୍ କୃଷିର ଉଦ୍ଦେଶ୍ୟ କ'ଣ ନା ସେ ପ୍ରଥମେ ଭଲ ଚାଷ କରିବାକୁ ହେଲେ କ'ଣ ନା ମାଟିକି ଫସଫସିଆ କରିବ। ଯେମିତି କ'ଣ ପବନ ମାଟି ଭିତରେ ରହିବ ହେଲା। ଆଉ ଫସଫସିଆ କ'ଣ ନା ଏୟାରଟା କ'ଣ ହେବ ନା ମାଟି ଭିତରେ ରହିବ, ଯାହାଫଳରେ କ'ଣ ନା ଚେରଟା ଭିତରକୁ ଯିବାକୁ ସୁବିଧା ହେବ। ଯେମିତି ଫଳରେ ଚେର ମୃତ୍ତିକା ଭିତରକୁ ଗଭୀରକୁ ପ୍ରବେଶ କରିବାରେ। ବୁଝିପାରିଲେ ନାହିଁ, ଯଦି ମନେକର ଖତ ଅଛି କ'ଣ ହେବ, ଖତ ଯଦି ତମେ ଚାଷ କରିବ ତାହେଲେ କ'ଣ ହେବ, ସେ କ'ଣ ହେବ ନା ଚେରଟା ଭିତରକୁ ଯିବାକୁ ସୁବିଧା ହେବ। କିନ୍ତୁ ଯଦି ଟାଣୁଆ ମାଟିରେ ଯଦି ଚାଷ କରିବ ତାହେଲେ ଚେରଟା ଭିତରକୁ ଯିବନି କି ଚାଷ ଭଲ ହେବନି ହେଲା। ସେଥିପାଇଁ କ'ଣ କରିବା ନା ହାଲୁକା ମୃତ୍ତିକା ଭିତରେ ଚେର ସହଜରେ ଶ୍ୱାସକ୍ରିୟା କରିପାରେ। ହାଲୁକା ମୃତ୍ତିକା ଏଥିରେ କିପରି ଚେରକୁ ସାହାଯ୍ୟ କରେ, ବୁଝିପାରିଲେ ନାହିଁ। ତାହେଲେ ହାଲୁକା ମୃତ୍ତିକା କିପରି ଚେରକୁ ସାହାଯ୍ୟ କରେ ସେ ବିଷୟରେ ଆମେ ଦେଖିବା। ଦେଖ ନା ହାଲୁକା ମୃତ୍ତିକା ଜିଆ ଏବଂ ଅଣୁଜୀବ ବୃଦ୍ଧିରେ ସହାୟକ ହୁଏ। ତାହେଲେ କ'ଣ ହେବ ନା ହାଲୁକା ମୃତ୍ତିକା କ'ଣ କରେ ନା ଜିଆ କ'ଣ ନା ଯୋଉ ଆମ ମାଟି ଭିତରେ ରହିକି ଯୋଉ କଣା 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 କହନ୍ତି ମାଟି, ସେଇଟା ଏହି ଜୀବ ଗୁଡ଼ିକ କୃଷକର ବନ୍ଧୁ ଅଟନ୍ତି। ତାହେଲେ ଏଇ ଜୀବ ଗୁଡ଼ିକ କ'ଣ ନା କୃଷକର ବନ୍ଧୁ ଅଟନ୍ତି। ଆହୁରି ମଧ୍ୟ ମାଟିକୁ ତଳ ଉପର କରି ହାଲୁକା କରିବା ସହିତ ଖତିର ବା ହ୍ୟୁମସ ବୃଦ୍ଧି କରିଥାନ୍ତି। ତାହେଲେ କ'ଣ ହେବ ନା ଖତିର ବା ହ୍ୟୁମସ ବୃଦ୍ଧି କରିଥାନ୍ତି। ମାନେ କ'ଣ ନା ହ୍ୟୁମସ ହେଉଛି କ'ଣ ତା ସାରଟା ହେଲା। ତାହେଲେ ଜିଆର କାମ କ'ଣ ନା ସେ ଭିତରେ ହ୍ୟୁମସ ବୃଦ୍ଧି କରିବ। ହ୍ୟୁମସ ବୃଦ୍ଧି କଲେ କ'ଣ ହେବ ନା ମାଟିଟା ଫସଫସିଆ ରହିବ। ଆଉ ମାଟି ଏହା ଭିତରେ ଏୟାର ରହିଲେ କ'ଣ ଚେରଟା ତଳକୁ ଯିବାକୁ ସୁବିଧା ହେବ ଏବଂ ଗଛକୁ ଶ୍ୱାସକ୍ରିୟା କରିବାକୁ ତାକୁ ସୁବିଧା ହେବ ହେଲା। କିନ୍ତୁ କାହିଁକି ମୃତ୍ତିକା ତଳ ଉପରେ ହେବା ଏବଂ ହାଲୁକା ହେବା ଦରକାର ପଡ଼େ, ବୁଝିପାରିଲେ, ସେଇଟା ଆମେ ଦେଖିବା। ସେଇଟା କାହିଁକି ଆବଶ୍ୟକ ସେଇଟା କହୁଛି ଦେଖ। ମୁଁ ତମକୁ ଏଇନା କହିଥିଲି ସାଙ୍ଗେ ସାଙ୍ଗେ ମାଟିଟା କାହିଁକି ହାଲୁକା କରାଯାଏ। ତୁମେ ଜାଣିଛ ମୃତ୍ତିକାରେ ଜଳ, ବାୟୁ, କେତେକ ଜୀବନ୍ତ ଜୀବ ରହିଥାନ୍ତି। ତାହେଲେ ମୃତ୍ତିକାରେ ମଧ୍ୟ କେତେକ ଜଳବାୟୁ ଅଛି ଏବଂ ଜୀବନ୍ତ ଜୀବ ମଧ୍ୟ, ଯେମିତି ବିଭିନ୍ନ ପ୍ରକାର ଜୀବ ଯେମିତି କୀଟପତଙ୍ଗ ମୃତ୍ତିକା ଭିତରେ ସବୁ ପୋକ ରହିଥାନ୍ତି, ଜିଆ ସବୁ ରହିଥାନ୍ତି। ତା ଛଡ଼ା ମୃତ ଉଦ୍ଭିଦ ଏବଂ ପ୍ରାଣୀ ଶରୀର ମୃତ୍ତିକା ଥିବା ଜୀବମାନଙ୍କ ଦ୍ୱାରା ବିଘଟିତ ହୋଇଥାଏ। ବୁଝିପାରିଲେ ନାହିଁ, ଜୀବମାନଙ୍କ ଦ୍ୱାରା ବିଘଟିତ ହୋଇଥାଏ। ତାହେଲେ ଦେଖ ମୃତ୍ତିକାରେ କ'ଣ ହେଉଛି ନା ଯେତେବେଳେ ସବୁ ପ୍ରାଣୀ ମରିଯାଉଛନ୍ତି ସିଏ କ'ଣ ହୁଅନ୍ତି ନା ମୃତ୍ତିକାରେ ପଡ଼ନ୍ତି, ଯାହାଫଳରେ ସିଏ କ'ଣ ହେଉଛି ନା ତାଙ୍କ ଭିତରେ ମୃତ୍ତିକା ବିଘଟନ ହେଇଯାଉଛି, ତା ଭିତରେ ବା ନଷ୍ଟ ହେଉଛି। ମୃତ ଜୀବମାନଙ୍କୁ ଶରୀରରେ ଥିବା ବିଭିନ୍ନ ପୋଷକ ପଦାର୍ଥ ମୃତ୍ତିକାକୁ ଫେରିଯାଏ ଏବଂ ଏହାକୁ ଉଦ୍ଭିଦମାନଙ୍କ ପୁନର୍ବାର ଗ୍ରହଣ କରନ୍ତି। ତାହେଲେ ସେ କ'ଣ ହୁଏ ନା ଯୋଉ ମୃତ୍ତିକାରେ ଜୀବଟା କ'ଣ ହୁଏ ମରିଯାଏ, ସେ ସବୁ କ'ଣ ହୁଏ ନା ମୃତ୍ତିକାକୁ ପୁଣି ଆଉଥରେ ପଶିଯାଏ, ଯାହାଫଳରେ ସେ ମୃତ୍ତିକା କ'ଣ ତାକୁ ପୁନର୍ବାର ଗ୍ରହଣ କରିଥାନ୍ତି। ଆଉ ସେ ଭିତରେ ମୃତ୍ତିକା ଭିତରେ ଯୋଉ ଜୀବମାନେ ଥିବେ ସେମାନେ ମଧ୍ୟ ସେକୁ ପଚାଶଢ଼ା ଜୀବନ ଖାଇ ତାକୁ ବଞ୍ଚନ୍ତି। ଉଦ୍ଭିଦ ବୃଦ୍ଧିରେ କମ ଗଭୀରତା ମୃତ୍ତିକା ସାହାଯ୍ୟ କରେ। କ'ଣ ହେବ ନା ଉଦ୍ଭିଦ ଯୋଉ ବୃଦ୍ଧିରେ ମାନେ ବଢ଼ିବାରେ କମ ଗଭୀରତାର ମୃତ୍ତିକା ସାହାଯ୍ୟ କରେ। ମୃତ୍ତିକା ତଳ ଉପର ଏବଂ ହାଲୁକା ହେବା ଦ୍ୱାରା ପୋଷକ ପରିପୂର୍ଣ୍ଣ ମୃତ୍ତିକା ଉପରକୁ ଆସେ। ତାହେଲେ ବର୍ତ୍ତମାନ ଏଇ ଯୋଉ ଗୋଟେ ଜୀବଟା ମଲା, ସେ ଯଦି ମାଟି ଉପରେ ରହିବ ତାହେଲେ କିଛି ଲାଭ ହବନି, ଯେତେବେଳେ ଭିତରକୁ ଯିବ କ'ଣ ସେଇଟା ଉଦ୍ଭିଦକୁ ସାହାଯ୍ୟ କରିବ। ଉଦ୍ଭିଦ ଏହାକୁ ସହଜରେ ଗ୍ରହଣ କରେ, ଏଣୁ ଏହା କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ। ତାହେଲେ ଗୋଟେ ଜିନିଷ ମନେକର ଗୋଟେ କୃଷକ ତା ସାର ଦେଲା ତା ଜମିରେ, ଏଇ ଯଦି ମାଟିରେ ସେ ପକେଇବ ନା ସାରଟାକୁ, ଆଉ ସାରଟା ପକଉ କ'ଣ ସେ ମାଟି ଭିତରକୁ ଯିବ, ଆଉ ମାଟି ଯଦି ଟାଣ ଥିବ ସେ ତା ଭିତରକୁ ଯିବନି, ଯାହାଫଳରେ ଚେରରେ ବାଜିବନି ସାରଟା। ତାପରେ ସେଟା ମୃତ୍ତିକା ଯଦି ଚେରରେ ଯଦି ମୃତ୍ତିକା ଫାଙ୍କା ଥିବ ତାହେଲେ ଡାଇରେକ୍ଟ ଚେରରେ ଯାଇ ସାରଟା ବାଜିବ, ତାହେଲେ କ'ଣ ଜମିଟା କୃଷି ଭଲ ହବ ହେଲା। ମୃତ୍ତିକାକୁ ତଳ ଉପର କରିବା ଏବଂ ହାଲୁକା କରିବା ପଦ୍ଧତିକୁ ଚାଷ କରିବା ବା ହଳ କରିବା କୁହାଯାଏ। ତାହେଲେ ମୃତ୍ତିକା ଯୋଉ ହଳ କରିବା ପଦ୍ଧତି, ଯୋଉ ଚାଷ କରିବା ପଦ୍ଧତି କ'ଣ କହିବା, ମୃତ୍ତିକା ହଳ କରିବା ହେଲା। ଯୋଉ ଫସଫସିଆ କରିବା କେମିତି ନା ହଳ କଲେ କ'ଣ ହବ ନା ମାଟିଟା ତଳ ଉପରେ ହୋଇଥାଏ। ତାପରେ ଏହି କାର୍ଯ୍ୟ ଲଙ୍ଗଳ ଦ୍ୱାରା କରାଯାଇଥାଏ। ତାହେଲେ ଏଇ କାର୍ଯ୍ୟ କାହା ଦ୍ୱାରା ହେଇଥାଏ ନା ଲଙ୍ଗଳ। ଜାଣିଛ ନା ଲଙ୍ଗଳ ଏଇଭଳିଆ ଗୋଟେ ଯୋଉ ବାଡ଼ି ଲାଗିଥିବ, ଏଇଭଳିଆ ମୁନିଆ ହେଇକି ଥିବ। ଆଜିକାଲି ତ ସବୁ ଟ୍ରାକ୍ଟରରେ କରୁଛନ୍ତି ହେଲା, ଏଇଭଳିଆ ଥିବ, ଏଇ ହେଉଛି ଲଙ୍ଗଳ ହେଲା। ଏଇଟା ବଳଦ ଭିଡ଼ିଲେ ଏଇଟାରେ କ'ଣ ହବ ନା ଏଇ ମୁନିରେ କ'ଣ ହବ ନା ମାଟିଟା ଖୋଳି ହବ ହେଲା। ତାପରେ ମାଟି ଓଦାଳିଆ ଥିବା ବେଳେ ହଳ କରିବା ଦରକାର। ମାଟି ଓଦାଳିଆ ଥିବା ଦରକାର କାହିଁକି ନା ସୁବିଧା ହବ,
हल समय बाहरी पड़िथिबा बड़ माटी खंड को माटी टेला कहुए। जो हल जो सब माटी खंड खंड सब बाहरी पड़ो माटी टेला बोली कहुए। यही माटी टेला को काठ किंबा बाउंश तैयारी मही बा मही जो गोटे साइज होती मही जो गाँ सी हूँ कौन ना ये सब लिशुणी भाया गोटे छोटिया होता कौन ना बड़ दुईटा भिड़े ये मही या पथर थुआ हे सी साइज है खंड खंड कर बुझीपार नहीं। समत होगा फल मंजी बुणा और जलसेचन सुविधा होता है। बेले बेले हल करने पूर्व मूर्तिकार सार प्रयोग कराए। यही सार मूर्तिकार भल भाव में मिसी जाए। मंजी बुणा पूर्व माटी बतर ठीक थिबा आवश्यक है। माटीर बतर ठीक थिबा आवश्यक जो माटी समान थिबा आवश्यक बुझीपार नहीं। तापर उपकरण कौन है उपकरण ये जो कार्यटा हम मंजी बुणा कार्यटा हम तार उपकरण है अमलटा जो हम उपकरण हूँ कौन ना मंजी बुणा पूर्व शस्यर आकार आयतन अनुजाई मूर्ति को खंड कले अधिक अमल मिले। पे मन धान चाष कर बागेकी से भाया सब सामान करने आवश्यक कि अलग को चाष कर भाग 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 करके चाष करने आवश्यक। विभिन्न उपकरण यथा कौन लंगर कोदाल और कल्टीभेटर द्वारा यही कार्य कराई बुझे ना। लंगर द्वारा हल कराव कोदाल द्वारा खोला हम साइज कराव एवं कल्टीभेटर विभिन्न मेसीन अच्छी से साइज कराव। लंगर लंगर काम कौन ना बहु पुरातन कालू जमी कषण सार बुणवा एवं अनाबना घास दमन पर हल लंगर व्यवहार कर उपकरणटी काठरे तैयारी एवं दुईटी बलद घोड़ा और ओट किंबा महिषी यह टाणती। एथिरे त्रिभुजाकर एक लुहा प्लेट थाए ताहाकू लंगर मुंडा कहुए। देख पिला मुझे लंगर मुंडा कही यही भाया कौन कर ना काठ थी गोटे काठर कौन गोटे मुनिया लगी ये गोटे मुनिया छोटिया लगी कौन ना लुहा खंड ये लुहा खंड कौन हम ना मटीटा ये जमीटा कौन हम ना खोला हम बुझीपार नहीं लंगर कह। ये त्रिभुजाकर गोटे लुहा थी लंगर लंबा अंशटी को कौन कहुए ना ईश कहुए। लंगर लंबा अंश कौन कहुए तो लंगर लंबा अंशटी को ईश कहुए बुझीपार नहीं। हाथ में धरी अंश को कौन कहुए हाथ में धरी अंश को कंटी कहुए। जो लंगर जो हांडेलटा कंटी आ भितर जो लंबा अंशटा कौन ईश ईशर अन्य प्रांतटी कौन ना जुआली ईशर अन्य प्रांतटी हूँ जुआली जो पे जोटा कांधे पकाती को मैंने बलद मैंने कांधे जो पकड़ते जुआली है। नेक्स्ट पेज को चलो बुझीपार नहीं। यहाँ हूँ लंगर देख पे यहाँ हूँ लंगर हाँ देख बुझीपार नहीं। लंगर देखिए ईश यहाँ हूँ ईश देख क्लीयर से देखाऊनी ये देख कि देखा देख तो संयुक्त होती कौन संयुक्त होती यह जड़े लोक हल जो बलद साहाय्य चलाई थाए। वर्तमान काठ लंगर परिवर्ते लुहा लंगर व्यवहार कर देख पे यहाँ हूँ कौन ना ईश है यहाँ हूँ ईश ये हूँ कौन ना ये को ये बंधा हम बलद जो जुआली यहाँ हूँ लंगर फलक यहाँ हूँ कौन लंगर फाड़ लंगर फाड़ यहाँ हूँ लंगर कांटी कांटी मान ये गोटे हैंडल धरा हम है धरा है गोटे मनीष चापी चापी जीव टोटाल हूँ लंगर यहाँ हूँ लंगर फाड़ यहाँ हूँ ईश बुझीपार नहीं। बुझीपार ना नहीं जी न देखी चित्र मध्यम देख है देख यहाँ हूँ बलद बलद यहाँ हूँ जो लंगर बंधा है मेन जगटा यहाँ हूँ जो ये अच्छी कौन ये लुहाटा जो अच्छी है ऊपर जो गोटे ये भाया कौन गोटे कृषक धरी देख ये बलद ये जुहाली यहाँ हूँ कौन जो पकई जो कांधे जो पकई हूँ कौन जुहाली है देख तापर पे कौन अच्छी ना कल्टीभेटर कल्टीभेटर कोदाल अच्छी कौन मंजी बुणा कार्य। बर्तमान देख कल्टीभेटर कौन कल्टीभेटर कल्टीभेटर कौन आजिकल जमी हल करने ट्रैक्टर द्वारा टणा जाउथिबा लंगर बा कल्टीभेटर बा पावर गिलर पावर टेलर व्यवहार कर कौन पावर टेलर कौन आजिकल हल फल होनी से सब कौन ना पावर टेलर व्यवहार होगा कल्टीभेटर व्यवहार द्वारा मजूरी और समय कौन हो कम खर्च हो। पावर टेलर हूँ कौन ना सी माटी की समान करदेव प्लस फसफसिया भी करदेव। आ कोदाल हूँ कौन ना गोटे लंगर जो आम गईती भाया कहती जो कौन कराए ना से माटी खोलिया साहय कर माटी की चुना चुना कराए।
ଏହି ଯନ୍ତ୍ର ଦ୍ୱାରା ମାଟିରୁ ହାଣି ହାଲୁକା କରିବା ସହ ଅନାବନା ଗଛ ସଫା କରାଯାଇଥାଏ। ବୁଝିଗଲା ନାହିଁ? ଏଥିରେ ଏକ ଲମ୍ବା କାଠ, ବାଉଁଶ ବା ଲୁହାର ବେଣ୍ଟ ଲାଗିଥାଏ। ଏହି ବେଣ୍ଟର ଗୋଟିଏ ଚଉଡ଼ା ଓ ଆଂଶିକ ଲୁହା ପ୍ଲେଟ୍ ସଂଯୁକ୍ତ ହୋଇଥାଏ। ବୁଝିଗଲା ନାହିଁ? ତ ଏଥିରେ ଗୋଟେ କ'ଣ ନା ଆଂଶିକ ଲୁହା ସଂଯୁକ୍ତ ହୋଇଥାଏ। ତାପରେ କ'ଣ ଦେଖ ମଞ୍ଜି ବୁଣା। ତାପରେ ହେଉଛି କ'ଣ ମଞ୍ଜି ବୁଣା। ପିଲାମାନେ ମଞ୍ଜି ବୁଣା କ'ଣ? ମଞ୍ଜି ବୁଣା କାର୍ଯ୍ୟ ତ ସମସ୍ତେ ଜାଣିଥିବ ଆଉ। ଫସଲ ଉତ୍ପାଦନରେ ମଞ୍ଜି ବୁଣା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଦେଖ ଫସଲ ଉତ୍ପାଦନରେ ମଞ୍ଜି ବୁଣା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାହିଁକି? ନା ତମେ ଯଦି ମଞ୍ଜିଟାକୁ ଠିକ୍ ସେ ପକେଇଥିବ ବା ଠିକ୍ ମଞ୍ଜି ଯଦି ପକେଇଥିବ ତାହେଲେ ତମେ ଠିକ୍ ଉତ୍ପାଦନ ପାଇବ। ନହେଲେ କ'ଣ ହବ ତୁମେ ହଇରାଣ ହବ। ତାପରେ କ'ଣ ଦେଖିବ ଫସଲ ଉତ୍ପାଦନର ମଞ୍ଜି ବୁଣା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଫସଲ ଉତ୍ପାଦନରେ ମଞ୍ଜି ବୁଣା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ମଞ୍ଜି ବୁଣିବା ପୂର୍ବରୁ ଉନ୍ନତ ମାନର ବିହନ ବାଛିବା ଦରକାର। ଦେଖ ଯଦି ଭଲ ବିହନ ଆଣିଥିବ ତାହେଲେ ଭଲ ଚାଷ ହବ। ଯଦି ଇଆଡୁ ସିଆଡୁ ବିହନ ଆଣିଥିବ ତାହେଲେ କ'ଣ ବେକାର ଚାଷ ହବ। ଉନ୍ନତ ମାନର ବିହନ ଅଧିକ ଅମଳକ୍ଷମ ହୋଇଥାଏ ହେଲା। ତାହେଲେ ବିଭିନ୍ନ ପ୍ରକାର ଯଦି ଉନ୍ନତ ମାନର ଆଣିବ ତାହେଲେ ସେଠି କ'ଣ ହବ ନା ଉନ୍ନତ ମାନର ଚାଷ ହବ। ବୁଝିପାରୁଛ ନାଇଁ? ତାପରେ କ'ଣ ଅଛି ଦେଖ ତାପରେ ପରିଷ୍କାର ସୁସ୍ଥ ଓ ଭଲ କିସମର ହୋଇଥିଲା ଦରକାର। ତାହେଲେ ଯଦି ଭଲ ବିହନ ଆଣିବ ତାହେଲେ ଭଲ ଚାଷ ହବ। କୃଷକମାନେ ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିଥାନ୍ତି। ବିହନ ମନୋନୟନ ହେଲା। ତାହେଲେ ଦେଖ ବିହନ କେମିତି ଜାଣିବ ଭଲ ବୋଲି ମନୋନୟନ ସେ କରିବା। ଦେଖ ତାପରେ ବିହନ ମନୋନୟନ ମାନେ ଏକ ପାତ୍ରରେ କିଛି ବୁଟ ମଞ୍ଜି ନିଅ, ସେଥିରେ ପାଣି ଢାଳ। କିଛି ସମୟ ପରେ ସେଥିରୁ କେତେ ଗୁଡ଼ିଏ ମଞ୍ଜି ଉପରେ ଭାସିବାକୁ ଲାଗିବ। ତୁମେ ମନରେ ପ୍ରଶ୍ନ ଉଠିବ ଯେ କାହିଁକି କିଛି ମଞ୍ଜି ଭାସି ଉଠିଲା ସବୁ ବୁଡ଼ିଗଲା। ଦେଖ ଦେଖ କିଛି ମଞ୍ଜି ଅଛି ଯୋଉ ଜିନିଷ ଭଲ ମଞ୍ଜି ସେ ସବୁ କ'ଣ ନା ବୁଡ଼ିଯିବ। ଆଉ ଯୋଉଟା ସବୁ ଖରାପ ମଞ୍ଜି ସେ ସବୁ କ'ଣ ଭାସିବ। ଏବେ ଜାଣିବ କ'ଣ କୋଉଟା ଉନ୍ନତ ମାନର ବିହନ ବୋଲି। ତୁମ ପାଇଁ କାମ ଅଛି କ'ଣ ନା ଗୋଟିଏ ବିକରରେ ଅଧା ପାଣି ନିଅ। ଏଥିରେ ମୁଠାଏ ଗହମ ମଞ୍ଜି ରଖି ଘାଣ୍ଟ। କିଛି ସମୟ ଅପେକ୍ଷା କର। ଦେଖ ହେଲା କିଛି ସମୟ ଅପେକ୍ଷା କରି ଦେଖ। ବୁଝିପାରୁଛ ନାଇଁ? ଯେଉଁଗୁଡ଼ିକ ଉପରେ ଭାସୁଛନ୍ତି ସେଗୁଡ଼ିକ କି ପ୍ରକାରର ମଞ୍ଜି? ଯେଉଁଗୁଡ଼ିକ ପାଣିରେ ବୁଡୁଛନ୍ତି ସେଗୁଡ଼ିକ କି ପ୍ରକାର ଭାସୁଥିବା କି ପ୍ରକାର ମଞ୍ଜି ହେଲା? ବା ସେଗୁଡ଼ିକ ଭାସୁଥିବା ମଞ୍ଜି ହାଲୁକା ନା ଓଜନିଆ? ସେଗୁଡ଼ିକୁ କାହିଁକି ହାଲୁକା? ନଷ୍ଟ ହୋଇଥିବା ମଞ୍ଜିଗୁଡ଼ିକ ଫମ୍ପା ହୋଇଥାନ୍ତି ତେଣୁ ହାଲୁକା ଏବଂ ସେମାନେ ମଧ୍ୟ ଫଳରେ ସେଗୁଡ଼ିକ ପାଣିରେ ଭାସିଥାନ୍ତି। ଆଉ ଯେଉଁ ମଞ୍ଜିଗୁଡ଼ିକ ନଷ୍ଟ ହୋଇଥାନ୍ତି ସେମାନେ କ'ଣ ହବ? ହାଲୁକା ହେଇଥିବେ ଯାହାଫଳରେ ସେ ଭାସିବେ। ନଷ୍ଟ ହୋଇଥିବା ବିହନ ଠାରୁ ଭଲ ବିହନ ଅଲଗା କରିବା ପାଇଁ ପାଣିରେ ଭସା ପଦ୍ଧତିରେ ଏକ ଉତ୍କୃଷ୍ଟ ପ୍ରାୟ। ମଞ୍ଜି ବୁଣିବା ପୂର୍ବରୁ ମଞ୍ଜି ବୁଣା ଯନ୍ତ୍ର ବିଷୟରେ ଜାଣିବା ଏକାନ୍ତ ଆବଶ୍ୟକ। ମଞ୍ଜି ବୁଣା ଯନ୍ତ୍ର ଯୋଉଟା ଅଛି ଯୋଉଥିରେ କି ମଞ୍ଜି ବୁଣନ୍ତି। ବୁଝିପାରିଲେ ନାଇଁ? ନେକ୍ସଟ ଦେଖ ପିଲା ମଞ୍ଜି ବୁଣା ଯନ୍ତ୍ର ପାରମ୍ପରିକ ଯନ୍ତ୍ର ଗୋଟେ ଅଛି। ପାରମ୍ପରିକ ପଦ୍ଧତିରେ ମଞ୍ଜି ବୁଣିବା ପାଇଁ କାହାଳି ସଦୃଶ ଏକ ଯନ୍ତ୍ର ବ୍ୟବହାର କରାଯାଉଥିଲା। କାହାଳି ମୁହଁରେ ଢଳା ହେଉଥିବା ମଞ୍ଜିଗୁଡ଼ିକ 2 ବା 3ଟି ସରୁ ପାଇପ ଦ୍ୱାରା ମାଟି ଭିତରକୁ ପଡୁଥିଲା। ଏହିପରି ଭାବରେ ମଞ୍ଜି ବୁଣା କାର୍ଯ୍ୟ କରାଯାଉଥିଲା। ତାହେଲେ ପ୍ରଥମରୁ କ'ଣ ହଉଥିଲା ନା ଗୋଟେ କାହାଳି ଭଳିଆ ଥିଲା। ସିଏ କ'ଣ ହଉଥିଲା ନା ବଳଦ ଯୋଉ ଲଙ୍ଗଳ ତା ପାଖରେ କିନା ଲାଗୁଥିଲା। ସେ ଲଙ୍ଗଳ ଯେତେବେଳେ ଖୋଳି ଖୋଳି ଯିବ ସେ କ'ଣ ହବ ନା ସେ କାହାଳି ଭଳିଆରେ ମଞ୍ଜି କ'ଣ 2ଟା ପାଇପ ଥିବ। ସେଇଥିରେ କ'ଣ ହବ ନା ସେଇଥିରେ କ'ଣ ହଉଥିବ ନା ମଞ୍ଜି ଗୁଡ଼ିକ ଢଳା ହଉଥିବ ଏବଂ ସେ ସରୁ ପାଇପରେ କ'ଣ ହବ ସେ ମାଟି ଭିତରକୁ କ'ଣ ହଉଥିବ ନା ପଶୁଥିବ ହେଲା। ତାପରେ ବର୍ତ୍ତମାନ ଦେଖିବା ନେକ୍ସଟ ପେଜକୁ ଚାଲ। ତାପରେ ନେକ୍ସଟ ପେଜ ଅଛି କ'ଣ ମଞ୍ଜି ବୁଣା ବା ଡ୍ରିଲିଂ ଯନ୍ତ୍ର ହେଲା। କ'ଣ ଅଛି ଦେଖ ନା ମଞ୍ଜି ବୁଣା ବା ଡ୍ରିଲିଂ ଯନ୍ତ୍ର। ଆଜିକାଲି ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ଡ୍ରିଲିଂ ଯନ୍ତ୍ର ଦ୍ୱାରା ମଞ୍ଜି ବୁଣା କାର୍ଯ୍ୟ ହୋଇପାରୁଛି। ତାହେଲେ ବିଭିନ୍ନ ପ୍ରକାର ଟ୍ରାକ୍ଟରରେ କ'ଣ ହେଉଛି ନା ମଞ୍ଜି ବୁଣା କାର୍ଯ୍ୟ ବି ହେଇପାରୁଛି। ଏହି ଯନ୍ତ୍ର ଦ୍ୱାରା ମଞ୍ଜି ଗୁଡ଼ିକ ସମାନ ଭାବରେ ଠିକ୍ ଦୂରତାରେ ଏବଂ ସେମାନଙ୍କ ଗଭୀରତାରେ ପଡ଼ିଥାଏ। ମଞ୍ଜି ଗୁଡ଼ିକ ଉପରେ ମାଟି ଘୋଡ଼ାଇ ହୋଇ ରହିଥାଏ ଓ ପକ୍ଷୀମାନେ ଏଗୁଡ଼ିକୁ ଖାଇପାରନ୍ତି ନାହିଁ। ଦେଖ ଯଦି ମାଟିଟା କ'ଣ ହେଇଥିବ ମନେକର କୃଷକ କ'ଣ କରେ ନା ମାଟି ଉପରେ ଯାଇ ମଞ୍ଜି ବୁଣି ଦେଇକି ଆସେ। ତାକୁ ବିଭିନ୍ନ ପ୍ରକାର ପକ୍ଷୀ ଥାନ୍ତି ଯିଏକି ତାକୁ ଖାଦ୍ୟ ଶସ୍ୟ ଭାବିକି ତାକୁ ଖାଇଦିଅନ୍ତି। ଯାହାଫଳରେ କୃଷକ ପାଣି ଯେତେବେଳେ ଦବ ମଞ୍ଜିଟା ସେଇଟା ଉଠିବ ନାହିଁ। ସେଠୁ ଜଣାପଡ଼ିବ କ'ଣ ନା ସେ ମଞ୍ଜିଟା ସେଠି ନାହିଁ।
एथिरे समय ओ मजूरी खर्च हुए है ताले कौन समय और खर्च नचे किंतु एथिरे कौन किसी खर्च हुए नहीं। तापर पिलान देख एति पिलान पढ़े है तापर देखिए धान धान भली बिहन को नर्सरी रे बुणी खूब शीघ्र उत्तरा जाए है धान गछ उठिले तली होईगले जमी रे रुआ हुए केतेक जंगल जात उद्भिद फल और फूल चारा आदि नर्सरी रे उत्तरा जाइए पारे लगाई था गहली रोकिबा पई निर्दिष्ट दूरतार गछ लगाए गछ लगेଇବା ଦରକାର ବା ଫଳରେ ଗଛ ଉପଯୁକ୍ତ ପରିମାଣରେ ସୂର୍ଯ୍ୟାଲୋକ ସହ ମାଟିରୁ ପୋଷକ ଖାଦ୍ୟ ପାଏ। ବେଳେ ବେଳେ କେତେକ ଗଛରୁ ଉପାଡ଼ି ଘନ କମାଇ ଦିଆଯାଇଥାଏ। ଦେଖ ଗୋଟେ ଗୋଟେ ଜାଗାରେ କଣ ହେଇଥାଏ ନା ଅତ୍ୟଧିକ ଗହଳି ହେଇଯାଇଥାଏ କୋଉଠି ନା ସବୁ ଧାନ ଗଛ ତାକୁ କଣ ନା କୃଷକ କଣ କରେ ନା ଏ ସ୍ଥାନରୁ ନେଇକି ଆଉ ଗୋଟେ ସ୍ଥାନରେ ଯୋଉ ସ୍ଥାନରେ ଫାଙ୍କା ଥାଏ ସେ ସ୍ଥାନରେ ନେଇ ପୋତି ଦିଏ କିମ୍ବା କଣ କରେ ନା ମେସିନରେ କଣ ହୁଏ ନା ଏପଟ ସେପଟ ହେଇକି ସବୁ ମଞ୍ଜି ବୁଣାଯାଏ ବୁଝିପାରୁଛ ନା ସେଇଭଳି ଭାବରେ କଣ ହେଲେ ସେ ମଞ୍ଜି ବୁଣା କାର୍ଯ୍ୟ ସରିବ ହେଲା ତାହେଲେ ବର୍ତ୍ତମାନ ୟା ପରେ ଅଛି କଣ ନା ଖତ ସାର ୟା ପରେ କଣ ଅଛି ନା ସାର ଓ ଖତର ପ୍ରୟୋଗ ପିଲାମାନେ ଆଜି ତ ସମୟ ହେଲାଣି ମାନେ ନେକ୍ସଟ କ୍ଲାସରେ ମୁଁ ପଢେଇବି କଣ ସାର ଓ ଖତର ପ୍ରୟୋଗ ଯଦି କ୍ଲାସଟି ଭଲ ଲାଗିଥିବ ଗୋଟେ ଲାଇକ୍ ଏବଂ ସେୟାର ସବସ୍କ୍ରାଇବ ମଧ୍ୟ କରିବେ ସମସ୍ତେ ବହୁତ